ଧନ୍ୟବାଦ ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଇଅଛନ୍ତି ପରମେଶ୍ୱର ବାକ୍ୟ କହିବା ପାଇଁ। ଯେଉଁମାନେ ପ୍ରତ୍ୟେକ ଦିନ ଦେଖୁଅଛ ଅନ୍ୟମାନଙ୍କୁ ନେଇକି ବି ସେୟାର କରିବ କ'ଣ ପାଇଁ ଅନଲାଇନ୍ ମାଧ୍ୟମରେ ବି ପରମେଶ୍ୱର ବାକ୍ୟ ଶୁଣିକି ଅନେକ ଲୋକ ପରମେଶ୍ୱରଙ୍କ ପରିଚୟ ପାଇ ବିଶ୍ୱାସରେ ଆସୁଅଛନ୍ତି। ଆଜି ଗୋଟେ ବହୁତ ସୁନ୍ଦର ବାକ୍ୟ। ଆମେ ବିଭିନ୍ନ ସମୟରେ କ'ଣ ଆଶୀର୍ବାଦ ସୁସ୍ଥତା ନିଜର ଉଦ୍ଧାର ପାଇବା ବିଷୟରେ ପ୍ରଚାର କରୁଛୁ, ବହୁତ ଜାଗାରେ ଶୁଣୁଅଛୁ। ଆଜି ଗୋଟେ ଜିନିଷ ସେବକ, ଆଜି ଟପିକ୍ ଅଛି ସେବକ ମାନେ 2 ଗୁଣ ସମାଦର ପାଇବାର ଅଛି। ସେବକ ମାନେ ଯେଉଁମାନେ ପାଳକ କି ପ୍ରଭୁଙ୍କ ଦାସ ମାନେ 2 ଗୁଣ ସମ୍ମାନ ପାଇବାର ଅଛି। ପ୍ରଥମ ତିମୋଥୀ 5:17 ଲେଖା ଅଛି, ଭଲ ଭାବରେ ପଢ଼ିବା। ଯେଉଁମାନେ ପ୍ରାଚୀର ମାନେ ଉତ୍ତମ ରୂପେ ତତ୍ତ୍ୱାବଧାନ କରନ୍ତି, ବିଶେଷ ଯେଉଁମାନେ ବାକ୍ୟ ପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ 2 ଗୁଣ ସମାଦର ପାଇବା ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ। ଯେଉଁମାନେ ପ୍ରାଚୀନ ଉତ୍ତମ ରୂପେ ତତ୍ତ୍ୱାବଧାନ କରନ୍ତି ବୋଲେ ପ୍ରାଚୀନ ମାନେ ବୋଲି କ'ଣ, ଯେଉଁମାନେ ପ୍ରଭୁଙ୍କ ଦାସ ମାନେ ବି ବହୁତ ସୁନ୍ଦର ଭାବରେ ଆମେ ଶିଖନ୍ତି। ବିଶେଷ ଯେଉଁମାନେ ବାକ୍ୟ ପ୍ରଚାରରେ ଓ ଶିକ୍ଷାଦାନ ବାକ୍ୟ ପ୍ରଚାରେ ଯେଉଁମାନେ ବାକ୍ୟ ପରିଶ୍ରମ କରିକି ପ୍ରଚାର କରୁଅଛନ୍ତି। ଆଜି ପ୍ରତ୍ୟେକ ଲୋକ ଉଦ୍ଧାର ପାଇବା ପାଇଁ ସେଥିପାଇଁ ସେମାନଙ୍କୁ ଓ ଶିକ୍ଷାଦାନ ପରିଶ୍ରମ, ଶିକ୍ଷାଦାନ ଆଜି ବିଭିନ୍ନ ପ୍ରକାର ଶିକ୍ଷା ଅଛି। ଯିଏ ଖ୍ରୀଷ୍ଟଙ୍କର ବାକ୍ୟରେ ଆମକୁ ଶିକ୍ଷା ଦେଉଅଛି ସେମାନେ 2 ଗୁଣ ସମାଦର ପାଇବା ଯୋଗ୍ୟ ବୋଲି ଗଣିତ। 2 ଗୁଣ ସମାଦର ଯେଉଁମାନେ ଆଜି ପ୍ରଭୁଙ୍କ ଦାସମାନେ ଆଜି ଅନେକ ପରିବାରକୁ ଶିକ୍ଷା ଦେଉଛନ୍ତି, ଶିଖାଉଛନ୍ତି, ପାରିବାରିକ କରି ଯାଇକି ସେ 2 ଗୁଣ ସମାଦର କରିବାର ଅଛି। ସମାଦରରେ କ'ଣ, ଯେମିତି ଆମେ ନିଜର ପୁଅ ଯେତିକି ଆମେ ଯତ୍ନ ନେଇକି ପୋଷୁଛୁ, ତାର କ'ଣ ଆବଶ୍ୟକ ଦେଖୁଛୁ, ସେଇଭଳିଆ ନିଜର ପାଳକମାନଙ୍କୁ, ଅନେକ ପ୍ରଭୁଙ୍କ ଦାସମାନଙ୍କୁ ଆପଣମାନେ ଖାଲି କ'ଣ ମନେକର, ଆପଣମାନେ ଖାଲି ଦାନ ମୁଠି ଚାଉଳରେ ନାହିଁ, ମେନ୍ କ'ଣ ଆମେ ପ୍ରଭୁଙ୍କ ଦାସ ଆପଣମାନଙ୍କୁ ଆଜି ଅନେକ ଲୋକମାନେ ନଷ୍ଟ ହେଉଛନ୍ତି, ଅନେକ ଲୋକମାନେ ବିନଷ୍ଟ ସେ ପ୍ରଭୁ ସେଥିପାଇଁ ସେମାନେ ପ୍ରଭୁଙ୍କ ଦାସ ହିସାବରେ ଆସିଅଛନ୍ତି। ଯେଉଁମାନେ ପ୍ରଭୁଙ୍କର ସେବା କରୁଅଛନ୍ତି, ଯେଉଁମାନେ ପ୍ରଭୁଙ୍କର ପ୍ରଚାର କରୁଅଛନ୍ତି, ଯେଉଁମାନେ ଶିକ୍ଷା ଯଦି ଅନେକ ଜାଗାରେ ସୁସମାଜ ଯୀଶୁଙ୍କର ବାକ୍ୟ ନେଇକି ଯାଉଛନ୍ତି, ସେମାନେ କ'ଣ 2 ଗୁଣ ସମ୍ମାନ ପାଇବାର ଅଛି। 2 ଗୁଣ ସମ୍ମାନ ବୋଲି କ'ଣ, ତାହାକୁ ଖାଦ୍ୟରେ, ଆର୍ଥିକରେ ସବୁଥିରେ ଦେବାର ଅଛି। ଯାହାକି ଆମେ ପ୍ରେରିତ ପୁସ୍ତକ ଯେତିକି ଦେଖିବା, ଯେତିକି ବଡ଼ ପ୍ରେରିତ ପୁସ୍ତକ ଯେତିକି ଆମେ ଦେଖିବା, ପ୍ରେରିତ ପୁସ୍ତକ ଲେଖା ହେଇଛି ଯେ ଯେତିକି ପ୍ରେରିତ ମାନେ ସେବା କ୍ଷେତ୍ର କରୁଥିଲେ, ପ୍ରେରିତ ମାନଙ୍କର ପାଖରେ ସବୁ କିଛି ଦେଉଥିଲେ, ଯାହାକି ସେମାନେ ସମସ୍ତେ ମିଳିମିଶିକି ପ୍ରଭୁଙ୍କର ସେବା କ୍ଷେତ୍ର କରୁଥିଲେ। ସେଇଭଳି ଆମେ ପ୍ରେରିତ ପୁସ୍ତକ ଯେତେବେଳେ ପଢ଼ିବା, କେଉଁଠି ରହିଥିବ ଗୋଟିଏ ମିନିଟ୍, ହାଲେଲୁୟା ଯୀଶୁ, ଗୋଟିଏ ମିନିଟ୍, ପ୍ରେରିତ ପୁସ୍ତକ ଯିମା। ପ୍ରେରିତ 2:44 ଲେଖାରେ, ମାତ୍ର ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଏକରେ ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। ପୁଣି ସେମାନେ ଆପଣା ସ୍ଥାବର ଅବସ୍ଥାର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତ ବାଣ୍ଟିବାକୁ ଲାଗିଲେ। ଦେଖ, ଏଠି ବହୁତ ସୁନ୍ଦର ଲାଗେ ପ୍ରେରିତ ପୁସ୍ତକ 2:44-45। ମାତ୍ର ଯେଉଁ ବିଶ୍ୱାସ କଲେ ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲିକି ଜ୍ଞାନ କରୁଥିଲେ। ଆଜି ଯେଉଁମାନେ ପରମେଶ୍ୱରକୁ ବିଶ୍ୱାସ କରୁଅଛ, ଆଜି ଆମେ ସମସ୍ତେ ଏକ ବୋଲିକି ଭାବବାର ଅଛି।
ଆଜି ଯିଏ ଯେଉଁ ମଣ୍ଡଳୀକୁ ଯାଉଛ ସେ ପ୍ରଭୁଙ୍କ ଦାସ ସହିତ ମିଳିମିଶିକି ଯାହା ସେ ତୁମର ଗୋଟେ ଆତ୍ମିକ ପିତା, ଯାହା ସେ ଆତ୍ମା ବିଷୟରେ ଶିକ୍ଷା ଦେଲି, ଯାହା ତୁମର ଆତ୍ମା ବିନଷ୍ଟ ହେଲା, ସେ ପ୍ରଭୁ ଦାସଙ୍କ ଠାରେ ସବୁ ମିଳିମିଶିକି ରହିବାର ଅଛି। ତାପରେ କ'ଣ କରି ପହଞ୍ଚାରେ, ପୁଣି ସେମାନେ ଆପଣା ଆପଣା ସ୍ଥାନର ଅବସ୍ଥାର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତ ବାଣ୍ଟିରେ ଲାଗିଲେ। ତାହାପରେ କି ଆଗ ଯେତିକି ପ୍ରେରିତ ସମୟରେ ଯେତିକି ପ୍ରଭୁଙ୍କ ଦାସମାନେ ଥିଲେ, ସେ ସମୟରେ ନିଜ ସମ୍ପତ୍ତି ବିକି ଦେଇକି, ସୁନା ଗହଣା କଂସା ପିତ୍ତଳ ବିକି ଦେଇକି ପ୍ରେରିତ ମାନଙ୍କ ପାଇଁ ସମର୍ପଣ କରୁଥିଲେ। ଆଜି ଯଦି ଆମେ ମାନେ ପ୍ରଭୁକୁ ପାଇଅଛୁ, ତାହେଲେ ସମ୍ପତ୍ତି ବିକି ଦେଉ ବୋଲି କହୁନା। ଆମେ ଯେତିକି ନିଜର ପରିବାରର ଜିମ୍ମାଦାରୀ ନେଉଛ, ନିଜର ପୁଅ ଝିଅ ଯେତିକି ପୋଷୁଛ, ନିଜର ବାପା ଲାଗି, ମା ଲାଗି, ନିଜର ଭାଇ ଭଉଣୀ ଲାଗି, ନିଜ ସ୍ତ୍ରୀ ଲାଗି, ସେଇଭଳିଆ ପ୍ରଭୁଙ୍କ ଦାସମାନଙ୍କୁ ପୋଷିବାର ଅଛି। ସେଇଭଳିଆ ପ୍ରଭୁଙ୍କ ଦାସମାନଙ୍କ ତମେ ଯେତେବେଳେ ପ୍ରଭୁଙ୍କ ଦାସମାନେ କ'ଣ ପାଇଁ ଅଛନ୍ତି, ଆପଣ ପ୍ରାର୍ଥନା କରି ଯେକୌଣସି ସମସ୍ୟାରେ ଥିଲେ ସେମାନେ କେତେ ପରିଶ୍ରମ କରି ତୁମ ଲାଗି ସେବା କରୁଛନ୍ତି। କାହାର ପାଇଁ? ପରିବେଶ ପାଇଁ ବି ଠିକ୍ କଥା, କିନ୍ତୁ ଦ୍ୱିତୀୟରେ ମଣିଷମାନଙ୍କ ପାଇଁ ବି, ମଣିଷର ବଞ୍ଚୁର ବୋଲିକି ପ୍ରଭୁ ସେ ଦାୟିତ୍ୱ ପ୍ରଭୁଙ୍କ ଦାସମାନଙ୍କୁ ପ୍ରେରିତମାନଙ୍କୁ ପ୍ରଭୁ ବାଛି ଅଛନ୍ତି। ସେଥିପାଇଁ ପ୍ରଭୁଙ୍କ ଦାସମାନଙ୍କୁ 2 ଗୁଣ ସମ୍ମାନ ଦେବାର ଅଛି। ଯଦି ପ୍ରଭୁଙ୍କ ଦାସ ଖାଲି ସମ୍ମାନ କଲେ ନାହିଁ, ପ୍ରଭୁଙ୍କ ଦାସ ମାନଙ୍କୁ ଫୋନ୍ କରିକି ପଚାରିଛ ଯେ ଆଜି ମୋର ଆଜ୍ଞା ଖାଇଲେ କି ନାହିଁ, ମୋର ସାର୍ ମୋର ପାଲକ ଖାଇଲେ କି ନାହିଁ, ମୋର ପାଲିକା ଖାଇଲେ, କେବେ ଗୋଟେ ଚିନ୍ତା କରିଛ? କେହି ନାହିଁ। ମୋର ପାଲକ ମୋତେ ଫୋନ୍ করে ଉଲ୍ଟା ତାକୁ କହୁଛ। କିନ୍ତୁ ପ୍ରଭୁଙ୍କ ଦାସମାନଙ୍କ ପାଖକୁ ଯେଉଁମାନେ ଯିଏ ଯେଉଁ ମଣ୍ଡଳୀରେ ଅଛ, ନିଜର ପାଲକକୁ ଫୋନ୍ କରି ପଚାର, ସାର୍ ଆପଣ କେମିତି ଅଛ, ଖାଇଲ କି ନାହିଁ, କେମିତି, ସବୁ ଜିନିଷ ବୁଝିବାର ଅଛି। ଯେମିତି ଆମେ ଗୋଟେ ଚିନ୍ତା କରୁ, ଯେମିତି ଗୋଟେ ବାପା ରହୁଛି, ମା ବାପା ଯେମିତି ଗୋଟେ ପୁଅ ଝିଅ ଲାଗି, ପୁଅ ଖାଇ ଆସେ, ଝିଅ ଖାଇ ଆସେ ବୋଲିକି, ସେଇଭଳି ଆମେ ଗୋଟେ ଚିନ୍ତା କରା ଯେ ଆମକୁ ଯେଉଁ ପାଲକ ମାନେ, ଆମକୁ ଯେଉଁମାନେ ପ୍ରଭୁଙ୍କର ଶିକ୍ଷାରେ, ପ୍ରଭୁଙ୍କ ଇଏରେ ଶିକ୍ଷା ଦେଇକି ଆଗକୁ ବଢ଼ାଉଛନ୍ତି, ସେମାନେ ବହୁତ ସମ୍ମାନ ଦେବାର ଅଛି। ତାହାକୁ ସମ୍ମାନ ଆଦର କ'ଣ, ସେମାନେ 2 ଗୁଣ ସମାଦର ବୋଲି କ'ଣ, ସମାଦର ଦେବାର ଅବଶ୍ୟ ବି ତାକୁ ଆବଶ୍ୟକ ବି ସେବକମାନଙ୍କୁ ଦେବାର ଅଛି। ଆଜି ଅନେକ ଲୋକ ବୁଝନ୍ତି ନାହିଁ, ଅନେକ ଲୋକ ଜାଣନ୍ତି ନାହିଁ। ପରମେଶ୍ୱରକୁ ଜାଣିଲେ ବି ପ୍ରଭୁଙ୍କ ଦାସ ଯେତିକି ସମ୍ମାନ ଦେବ, ପ୍ରଭୁ ଆପଣ ସେତିକି ଆଶୀର୍ବାଦ କରିବେ, ପ୍ରଭୁ ସେତିକି ବ୍ୟବହାର କରିବେ, ପ୍ରଭୁ ତୁମକୁ ପ୍ରଚୁର ରୂପେ ଅଧିକରୁ ଅଧିକ ବ୍ୟବହାର କରିବେ। ଆଜି ଅନେକ ପ୍ରଭୁଙ୍କ ଦାସମାନେ ଆରେ ଘରେ ପୁଅ ଝିଅ ସମସ୍ୟା ଥିଲେ, ୟାରେ ଘରେ ଯିଏ ଅସୁବିଧା ଥିଲେ ବି ତୁମମାନଙ୍କ ପାଖକୁ ପହଞ୍ଚୁଛନ୍ତି। ଅନେକ ବିଶ୍ୱାସୀମାନଙ୍କ ପାଖକୁ, ଅନେକ ପରିବାରମାନଙ୍କୁ କଷ୍ଟକୁ ସାମ୍ନା କରିକି କେବେ ପଚାରୁ, ଆଜ୍ଞା କେମିତି, ହଁ ଭଲ ଅଛ, ସରିଲା, ଆଜ୍ଞା ଆପଣଙ୍କର ପଇସା ଅଛି କି ନାହିଁ, ଖାଇବାକୁ ଅଛି କି ନାହିଁ, କେମିତି ଆପଣ ଚଳୁଛନ୍ତି, କିଏ କୋଉଠି ପଚାରୁ? କେହି ନାହିଁ। କେବଳ ପଚାରିବାର ଅଛି। ଯେମିତି ଆମେ ନିଜର ପୁଅ ଝିଅକୁ ପଚାରୁନୁ, ନିଜ ସ୍ତ୍ରୀକୁ ଯେମିତି ପଚାରୁଛନ୍ତି, ସେଇଭଳି ପ୍ରଭୁଙ୍କ ଦାସକୁ ପଚାର ଯେ ସାର୍ ଆପଣ ଆବଶ୍ୟକ କ'ଣ, ମୋ ଦ୍ୱାରା ଯେତିକି ହେବ ସାର୍ ମୁଁ ସେତିକି ଆପଣ ସାହାଯ୍ୟ କରିକି ପ୍ରଭୁଙ୍କ ଦାସମାନେ ସେତିକି 2 ଗୁଣ ସମାଦର କର। ଯିଏ ପ୍ରଭୁଙ୍କ ଦାସକୁ ଜାଣେ, ଯିଏ ପ୍ରଭୁଙ୍କ ଦାସ ପରିଶ୍ରମ, ଆଜି କିଛି କିଛି ପ୍ରଭୁଙ୍କ ଦାସମାନେ ଚାଲି ଚାଲି ଯାଇକି ପ୍ରଚାର କରି ମଣ୍ଡଳୀ ଆସୁଛନ୍ତି, ଭୋକରେ ଉପବାସରେ ରହିକି ପଇସା ନଥିଲେ କାହାକୁ ମାଗନ୍ତି ନାହିଁ। କେବଳ ସେମାନେ ଯାହାକି ଗୋଟିଏ ଆତ୍ମା ବିନଷ୍ଟ ନହେଲେ ସେ ପ୍ରଭୁଙ୍କ ଦାସମାନେ ପରିଶ୍ରମ କରୁଅଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କୁ କହୁଅଛି, ପ୍ରଭୁଙ୍କ ଦାସମାନଙ୍କୁ ଆବଶ୍ୟକ ପୁରା ଖୋଲିକି ପଚାର, ପ୍ରଭୁଙ୍କ ଦାସଙ୍କ ଯେନ୍ ଆବଶ୍ୟକ ସେଟା ପରିପୂର୍ଣ୍ଣ କର। ପଇସାରେ, ଖାଦ୍ୟରେ, ପିନ୍ଧିବାରେ, ସବୁଥିରେ ପ୍ରେରିତମାନଙ୍କ ପାଇଁ ସବୁ ସେଥିପାଇଁ ପ୍ରେରିତମାନେ ପ୍ରଭୁଙ୍କ ଦାସମାନେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ସେବା କ୍ଷେତ୍ର କଲେ। ଏହି ପ୍ରେରିତ ପୁସ୍ତକ ଯେତିକି ପଢ଼ିବ 2 ଅଧ୍ୟାୟ 42ରୁ ପୁରା 47 ପର୍ଯ୍ୟନ୍ତ ବହୁତ ସୁନ୍ଦରରେ ଜାଣିପାରିବ। ଆଜି ଆମେ ସେଇଭଳି ଏକ ମନ ଏକ ଚିତ୍ତରେ ପ୍ରଭୁଙ୍କ ସହିତ ଅଛୁ କି ଚିନ୍ତା କରିବା।
ଚିନ୍ତା କର ନିଜେ ନିଜେ। ଭାବୁଛନ୍ତି ଆମେ ଦେଇଦେବୁ ବେଶୀ, କିଛି ନାହିଁ। ଆମେ କିଛି ଦେଇପାରିବା ନାହିଁ ପ୍ରଭୁଙ୍କ ଦାସମାନଙ୍କୁ। କି ପ୍ରଭୁ କେବଳ ଧନ୍ୟବାଦ ଦେଉଛୁ। ଆମର କିଛି ନାହିଁ, କେବଳ ଆମେ ଯେମିତି ବଞ୍ଚୁଛୁ ଜଗତରେ, ପ୍ରଭୁକୁ ଆମେ କହୁଛୁ ପ୍ରଭୁ ଆମକୁ ସୁସ୍ଥ ଦେଲେ, ଛୁଟକାରା ଦେଲେ, ଚାଙ୍ଗାଇ ଦେଲେ, ସବୁ କିଛି କଲେ। ପ୍ରଭୁ ଆମକୁ ଯାଇ ଖାଇବାରେ ବି ଅଭାବ କରିନାହିଁ, ପିନ୍ଧିବାରେ ବି ଅଭାବ କରିନାହିଁ। କେବଳ ଆମକୁ ଦେଲା ବେଳକୁ କୁଣ୍ଠିତ ଲାଗୁଛି, ମୁଁ ବେଶୀ ଦେଇଦେଲି ବୋଲି ଦେଖେଇ ହେଉନାହାନ୍ତି। ସେମିତି ଯେତେ ଦେଲେ ବି ପ୍ରଭୁଙ୍କ କଥାରେ ଆମେ ଋଣୀ, ପ୍ରଭୁଙ୍କ ଦାସ ଅନୁସାରେ ଋଣୀ। କେତେ ପରିଶ୍ରମ କରି ଗୋଟିଏ ଆତ୍ମାକୁ ଯାଇକି ବଞ୍ଚଉଛନ୍ତି, କେତେ ପରିବାରକୁ ବଞ୍ଚୁଛନ୍ତି। ଆପଣମାନେ କ'ଣ ଦେଇପାରୁଛ? କେବଳ ଦେବା ଲାଗି ଶିଖ, ନେବା ଲାଗି ଦେବା ଲାଗି ଶିଖ। ବେଲଚା ଯେମିତି ଗୋଟିଏ ଉଦାହରଣ ଦେଉଛି, ବେଲଚା ଭର୍ତ୍ତି କରିବ ଫେକିବ, ଭର୍ତ୍ତି କରିବ ଫେକିବ, କୁଡ଼ି ହେବା ନାହିଁ ବେଲଚା। ତାପରେ ଯାଇ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁଙ୍କ ଦାସମାନଙ୍କର କଥା ପଚାର, କି ପଚାର? କେହି ନା। ହଁ, ସେଠି ପ୍ରଭୁଙ୍କର ସେବା କ୍ଷେତ୍ର କରୁଛି, ତାର କ'ଣ ଅଭାବ? ଘରେ ଖାଇଲା, ରହିଲା, ପ୍ରାର୍ଥନା କଲା, ଆସିଲା, ପ୍ରଚାର କଲା, ଗଲା। ନାଇଁ, ବହୁତ ଗୁଡ଼େ ବଡ଼ ସେବା କ୍ଷେତ୍ର ପ୍ରଭୁଙ୍କ ଦାସମାନେ, ଯାହାକି ଡକ୍ଟର ମାନେ, ଇଞ୍ଜିନିୟର ମାନେ, ମନ୍ତ୍ରୀ ମାନେ କରିପାରୁନାହିଁ। ପ୍ରଭୁଙ୍କ ଦାସ ବହୁତ ଗୁଡ଼ିଏ ଜିମ୍ମାଦାରୀ ଦିଆଯାଇଛି। ଯଦି ପ୍ରଭୁଙ୍କ ଦାସମାନଙ୍କୁ ଆବଶ୍ୟକ ପରିପୂର୍ଣ୍ଣ କର। ଆଜି ମୁଁ ଯଦି କହୁଛି ଗୋଟିଏ ଉଦାହରଣ, ପ୍ରଭୁଙ୍କ ଦାସମାନଙ୍କର ଆଜି ଗୋଟେ ପ୍ରଭୁଙ୍କ ଦାସ 300, 400, 500, 1000, 2000 ବିଶ୍ୱାସୀ ଅଛନ୍ତି। ଯଦି 500 ବିଶ୍ୱାସୀ ଅଛନ୍, ଗୋଟିଏ ପ୍ରଭୁଙ୍କୁ ଗୋଟିଏ ଦାସର ପରିବାରକୁ ଆପଣମାନେ ପୋଷି ପାରିବ। ଯଦି 100 ପରିବାର ଅଛ, ଗୋଟେ ପ୍ରଭୁଙ୍କ ଦାସକୁ ପରିବାର ପୋଷି ପାରିବ। ଆପଣମାନେ କ'ଣ 10,000 ଇନକମ୍ କଲେ ତ 1000 ଟଙ୍କା ଦେଇ ବର୍କତ ବୋଲି ଭାବନା। ପ୍ରଭୁଙ୍କ ଦାସ ଯାହା ଆବଶ୍ୟକ ଆପଣମାନେ ପରିପୂର୍ଣ୍ଣ କରାଯାଉଛି। ଯେତିକି ବେଳକୁ ପରମେଶ୍ୱର ଜାଣିନଥିଲା, ଆମେ ଯେତିକି ଅନେକ ଦେବାଦେବୀକୁ ପୂଜା କରୁଥିଲ, ତାର କଥାରେ ଚାଲୁଥିଲା। ଆଜି ଆମେ ପରମେଶ୍ୱର ସେଭଳି ଭୟ ଅଛି କି? ପରମେଶ୍ୱରଙ୍କ ଦାସ 2 ଗୁଣ ସମାଦର ବୋଲେ କ'ଣ? ତାହାକୁ ସବୁଥିରେ ଦେବାର ଅଛି, ପ୍ରଚୁର ଭାବରେ ଦେବାର ଅଛି। ଯଦି ପ୍ରଚୁର ଭାବରେ ଦେବ, ପ୍ରଭୁ ଆପଣଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରିବେ। ଦେଇଥିଲେ ପାଇ, ବୁଣିଥିଲେ ଦାଇଗଲ। ସେଇଭଳିଆ ଆମେ ପରମେଶ୍ୱର ପାଖରେ ଦେବାର ଅଛି। এই ଛୋଟିଆ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍।